ସନରାଇଜର୍ସ ହାଇଦ୍ରାବାଦ ସିଏସ୍କେ ବିବାଦ। ଚେନ୍ନାଇ ସୁପର କିଙ୍ଗସ୍ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ। ଏବେ ତାହା କ୍ରିକେଟ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି। ସ୍ୱତ୍ୱାଧିକାର ଉଲ୍ଲଂଘନ କରୁଥିବା ଅଭିଯୋଗରେ ସିଏସ୍କେ ବିରୋଧରେ ମାମଲା ଦାୟର କରିଛି ସନରାଇଜର୍ସ ହାଇଦ୍ରାବାଦର ମାଲିକାନା ରଖୁଥିବା କମ୍ପାନୀ ସନ୍ ଟିଭି ନେଟୱାର୍କ। ସିଏସ୍କେ ନିଜ ପ୍ରଚାର ଭିଡ଼ିଓରେ ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ଜେଲର 1, କୁଲି ଓ ଜେଲର 2ର ସଂଳାପ ଗୀତ ଓ ପ୍ରଚ୍ଛନ୍ଦପଟ ସଙ୍ଗୀତ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସନ୍ ଟିଭି ଏହି ଚଳଚ୍ଚିତ୍ରର ନିର୍ମାତା ହୋଇଥିବାରୁ ମାଡ୍ରାସ ହାଇକୋର୍ଟରେ ସ୍ୱତ୍ୱାଧିକାର ଉଲ୍ଲଂଘନ ମାମଲା ରୁଜୁ କରିଛି। ସିଏସ୍କେର ସୋସିଆଲ ମିଡିଆ ଆକାଉଣ୍ଟ ଏହି ପ୍ରଚାର ଭିଡ଼ିଓ ବ୍ୟବହାର କରାଯାଇଥିଲା। ସନ୍ ଟିଭି ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଜେ ରବୀନ୍ଦ୍ରନ୍ କହିଛନ୍ତି ଯେ ସ୍ୱତ୍ୱାଧିକାର ବିନା ଅନୁମତିରେ ରଜନୀକାନ୍ତଙ୍କ ସଂଳାପ ଗୀତ ଓ ପ୍ରଚ୍ଛନ୍ଦପଟ ସଙ୍ଗୀତ ବ୍ୟବହାର ବ୍ୟବସାୟିକ ଉଦ୍ଦେଶ୍ୟରେ କରାଯାଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ 1 କୋଟି ଟଙ୍କା କ୍ଷତିପୂରଣ ଦାବି କରାଯାଇଛି। ତେବେ ଏ ନେଇ ଅଭିଯୋଗ ମିଳିବା ପରେ ସଂଯୁକ୍ତ ସଂଳାପ ସଙ୍ଗୀତର ବ୍ୟବହାର ବନ୍ଦ କରିଦିଆଯାଇଛି ବୋଲି ସିଏସ୍କେ ଓକିଲ ପି.ଏସ୍. ରମଣ କହିଛନ୍ତି।